ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ଉଦ୍ଧାର କରିବାକୁ ଦାବି। ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଅଧିକା ରୋଜଗାର କରିବାର ନିଶାରେ ଦଲାଲମାନଙ୍କ ଦ୍ୱାରା ବାହାର ରାଜ୍ୟକୁ କାମ କରିବାକୁ ଯାଇ ଓଡ଼ିଶାର ଅନେକ ଲୋକ ନିର୍ଯାତନା ଶିକାର ହେଉଥିବା ନଜିର ଥିବା ବେଳେ ବସ୍ତା ଥାନା ଅନ୍ତର୍ଗତ ହଳଦୀପଦା ଅଞ୍ଚଳର ଏହିପରି ଏକ ଚର୍ଚ୍ଚା ଜୋର ଧରିଛି। ରାଇସୁଆଁ ଗ୍ରାମର ସୃଷ୍ଟିଧର ଜେନା ବୟସ 48 ନିଜର ଅଭାବୀ ପରିବାରର ଦୁଃଖ ଦୂର କରିବାକୁ ବାଲେଶ୍ୱରର ସଫଳ ବେପାର କରୁଥିଲେ। ବାଲେଶ୍ୱର ବାରିପଦା ଅଞ୍ଚଳରେ ଗୌରାଙ୍ଗ ପାତ୍ର ସହ ପରିଚିତ ହୋଇଥିଲା। ଗୌରାଙ୍ଗ ବାହାର ରାଜ୍ୟକୁ ଯାଇ ଅଧିକ ରୋଜଗାର କରିବାର ପ୍ରସ୍ତାବ ରଖି ସୃଷ୍ଟିଧର ଘରକୁ ଆସିଥିଲେ ଏବଂ ଗତ 27/2/2026ରେ ଗୌରାଙ୍ଗ ତେଲେଙ୍ଗାନାର ଏକ ମାଛ ଫାର୍ମରେ 5 ଘଣ୍ଟା କାମ କରି ମାସକୁ 15,000 ଟଙ୍କା ଦରମା ମିଳିବାର ପ୍ରତିଶ୍ରୁତି ଦେଇ ଗ୍ରାମର 4 ଜଣ ଯଥା ସୃଷ୍ଟିଧର ଜେନା, ମନୋରଞ୍ଜନ ଦାସ, ଶଙ୍କର ବେହେରା, ଶିବାନୀ ମାଝୀଙ୍କୁ ନେଇ ତେଲେଙ୍ଗାନାର ରାଜମନ୍ଦିର ଷ୍ଟେସନର ଅନ୍ୟ ଜଣେ ଯୁବକ ସାଗର ରାଉତଙ୍କୁ ହସ୍ତାନ୍ତର କରି ପଳାଇ ଆସିଥିଲେ। ସାଗର ସେଠାରୁ ଅନେକ ଦୂର ଗୋଦାବରୀ ନଦୀ କୂଳ ଏକ ମାଛ ଫାର୍ମରେ କାମ ଦେଇ ସେ ମଧ୍ୟ ପଳାଇ ଆସିଥିଲେ। ଦଲାଲ ପଳାଇ ଆସିବା ପରେ ଫାର୍ମ ମାଲିକ ଶ୍ରମିକମାନଙ୍କୁ 25 ଘଣ୍ଟା କାମ କରାଉଥିଲେ। ଯିଏ କରିପାରୁନଥିଲା ତାକୁ ଖାଦ୍ୟ ବନ୍ଦ ସହିତ ପ୍ରବଳ ମାଡ଼ ହେଉଥିବା କହିଛନ୍ତି ଅଭିଯୋଗକାରୀ। ଏପରିକି ମାଡ଼ରେ ଜଣେ ଶ୍ରମିକ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ଘରକୁ ଛାଡ଼ି ନଥିଲେ। ତେବେ ସୃଷ୍ଟିଧର ବହୁ କଷ୍ଟରେ ସେଠାରୁ ଲୁଚି ଲୁଚି ଗୁରୁତର ଯୁବକ ମନୋରଞ୍ଜନ ଦାସକୁ ଧରି ପଳାଇ ଆସିଥିଲେ। ଘରେ ପହଞ୍ଚି ଉକ୍ତ ଯୁବକ ମନୋରଞ୍ଜନଙ୍କୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ସେ 23/3/2026ରେ ମୃତ୍ୟୁବରଣ କରିଥିଲେ। ତେବେ ଅତ୍ୟଧିକ ମାଡ଼ ପାଇଁ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଆହୁରି 2 ଜଣ ଯୁବକ ସେଠାରେ ଅଟକ ଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ସୃଷ୍ଟିଧର ବସ୍ତା ପୁଲିସ ସ୍ଥାନୀୟ ନେତୃମଣ୍ଡଳ ବାଲେଶ୍ୱର ଜିଲ୍ଲାପାଳ ଏସ୍ପିଙ୍କୁ ନିବେଦନ କରିଛନ୍ତି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ନାଁଟା ସତ୍ୟବ୍ରତ ଦାସ, ଘର ପାଳିସିଆ, ପୋଷ୍ଟ ହଳଦୀପଦା, ଡିଷ୍ଟ୍ରିକ୍ଟ ବାଲେଶ୍ୱର ସଦର ବ୍ଲକ। ଏଇ ଯୋଉ ମୃତ୍ୟୁବରଣ କଲେ, ଯୋଉ ଦାଦନ ଖଟିବାକୁ ଯାଇକି ମରିଗଲେ, କଣ ଜାଣିଛନ୍ତି ନା? ଏ ବାବଦରେ ମୁଁ ଯାହା ଶୁଣିଛି ଯେ ଆଙ୍କ ଘର ପାଖରେ ଆମ ଘରଟା, ତେଣୁ ଆଜକୁ ମାସେ ହେଲା ସିଏ ଘରୁ ବାହାରିକି ଯାଇଥିଲା। ଗଲା ପରେ ସେଠି ଯାଇକି କ'ଣ କିଏ ଏଠି ନେଇକି ତାକୁ ଯାଇଥିଲା, ସେ ସୃଷ୍ଟି ବୋଲି କିଏ ସାଥିରେ ସବୁ ଯାଇଥିଲେ। ଗଲା ପରେ ସିଏ ତାଙ୍କର କ'ଣ ହେଇଛି ନା ସେଠି କ'ଣ ପିଟିକି ତାକୁ ମାରିଛନ୍ତି ବୋଲି ମୁଁ ଯାହା ଖବର ପାଉଛି। ତେଣୁ ସେ ପରିବାରର କୌଣସି କିଛି ତାଙ୍କର ନାହିଁ, ଆଉ କେବଳ ତାଙ୍କର ଜାଗା ବୋଲିକି 1 ଡିସିମିଲ୍ 2 ଡିସିମିଲ୍ ଭିତରେ ହବ। ତେଣୁ ସେମାନେ ଖଟିନେ ଖାଆନ୍ତି। ଆଉ ତେଣୁ ତା ପରିବାର କେବଳ ରୋଜଗାରିଆ ଲୋକ ଯିଏ ଥିଲା ସେ ମନୋରଞ୍ଜନ ଦାସ, ସିଏ ଆଜି ମୃତ୍ୟୁବରଣ କରିଛନ୍ତି। ତେଣୁ ସେ ବାବଦରେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହାନୁଭୂତି ମିଳୁ। ତେଣୁ ଦ୍ୱିତୀୟ କଥା ହେଲା, ଆମେ ଯେଉଁ ଗ୍ରାମବାସୀ ରହିଲୁ ତାଙ୍କୁ କିଛି ସାହାଯ୍ୟ ଆକାରରେ ତାଙ୍କୁ କିଛି ଦେବା ପାଇଁ ଚାହିଁଥିଲେ ବି ମଧ୍ୟ, କିନ୍ତୁ ସେତେଟା ଆମେ ତାଙ୍କ ପରିବାର ପ୍ରତିପୋଷଣ ଆମେ କରିପାରିବୁ ନାହିଁ। ତେଣୁ ସରକାର ତରଫରୁ ତାଙ୍କର ଗୋଟେ ପାଗଳି ଝିଅ ଅଛି, ମାନେ ସେ ରାସ୍ତାରେ ବୁଲୁଛି। ତାପରେ ତାଙ୍କର ଯେଉଁ ଆଉ 5-6 ଜଣ ତାଙ୍କ ଉପରେ ଯେଉଁ ନିର୍ଭର ଅଛନ୍ତି, ସେମାନେ କେମିତି ଚଳିବେ ସେ ବାବଦରେ ଟିକେ ସରକାରଙ୍କ ତରଫରୁ ସାହାଯ୍ୟ ସହାନୁଭୂତି ମିଳିବା ଆବଶ୍ୟକ। ଦ୍ୱିତୀୟ କଥା ହେଲା, ଆମେ ଯେଉଁ ଗ୍ରାମବାସୀ ଦାବି କରୁଛୁ ଯେ ଏଭଳି ଆମ ଯେଉଁ ଓଡ଼ିଶାରୁ ଯେଉଁ ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେ ଅଛନ୍ତି, ତାଙ୍କୁ ଯେ ଦଲାଲ ମାନେ ସବୁ ତାଙ୍କୁ ନେଇଯାଉଛନ୍ତି, ନେଇକି ଓଡ଼ିଶା ବାହାରେ ଯେଉଁ କାମ କରୁଛନ୍ତି, ବିନା ମଜୁରୀର କାମ କରୁଛନ୍ତି, ସେମାନଙ୍କୁ ଯେମିତି ଏଭଳିଆ ପରିସ୍ଥିତି ନ ହଉ, ଏ ବାବଦରେ ମୁଁ ଏଇ ମିଡ଼ିଆ ମାଧ୍ୟମରେ ସରକାରଙ୍କୁ ଅବଗତି ଜଣାଉଛି ଯେ ସିଏ କେମିତି ଏ ବାବଦରେ ତନ୍ନ କରିକି ସେ କେମିତି ତଦାରଖ କରନ୍ତୁ। ତେଣୁ ଏଭଳି ହେଲେ ଆମ ଓଡ଼ିଶାରେ ଏତେ ଗରିବ ଶ୍ରେଣୀର ଲୋକମାନେ ଆଉ ଦାଦନ ଖଟିବା ପାଇଁ ଯଦି ବାହାରକୁ ଯିବେନି, ତ ସେ ବାବଦରେ ଟିକେ ସରକାର ଟିକେ ଧ୍ୟାନ ଦେବା ଦରକାର।